ସମସ୍ତଙ୍କର ଏ ଅନୁଭବ ଅଛି। କେମିତି ନା ଆପଣ ଦେଖନ୍ତୁ, ଆଶ୍ରମରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ, ଆଜି କିଛି ଚେଞ୍ଜ ନାହିଁ, ଯାହା ସେଇଆ। ଛାଡ଼ନ୍ତୁ, ଏଇଠି ମହାପ୍ରଭୁ ପ୍ରତିଷ୍ଠା ହେଇଛନ୍ତି, ଯେଉଁଠି ମହାପ୍ରଭୁ ସ୍ୱୟମ୍ଭୁ, ତାଙ୍କୁ କେହି ଗଢ଼ି ନାହାନ୍ତି, ନିଜେ ସେ ଗଢ଼ି ହେଇଛନ୍ତି, ନିଜକୁ ନିଜେ ପ୍ରତିଷ୍ଠା କରିଛନ୍ତି ପୁରୀ ଶ୍ରୀକ୍ଷେତ୍ରରେ। ସେଠି ଦର୍ଶନ କଲା ପରେ ଯେଉଁ କଥାକୁ ସେଇ କଥା, ଟିକିଏ ସ୍ୱଭାବର ପରିବର୍ତ୍ତନ ନାହିଁ, ଟିକିଏ ଆଚରଣର ପରିବର୍ତ୍ତନ ନାହିଁ, ଟିକିଏ କଥାବାର୍ତ୍ତାର ପରିବର୍ତ୍ତନ ନାହିଁ, କୌଣସି କଥାରେ ସାମାନ୍ୟ ଟିକେ ପରିବର୍ତ୍ତନ ନାହିଁ। କଥା ରହିଗଲା। କ'ଣ ରହିଗଲା? ଆମ ଭିତରେ କାହିଁ ଜ୍ଞାନ ଆସୁନାହିଁ? କାହିଁକି ଆମ ଭିତରେ ଭଗବତ ଜ୍ଞାନ ଆସୁନାହିଁ? ବା ତାକୁ ସୁନ୍ଦର ଭାଷାରେ କହିଲେ, ଆମ ଭିତରେ କ'ଣ ପାଇଁ ଆତ୍ମଜ୍ଞାନ ଆସୁନାହିଁ? କାହିଁକି ଆସୁନାହିଁ? ଆତ୍ମଜ୍ଞାନ କ'ଣ କଲେ ଆସେ? କ'ଣ କଲେ ଆତ୍ମଜ୍ଞାନ ଜଣେ ଲୋକଙ୍କର ଆସିବ? ଜଣେ ଲୋକ ଆଜି ଆମକୁ ପ୍ରଶ୍ନ କଲେ, ମୋ ମନ କାହିଁ ସ୍ଥିର ହେଉନାହିଁ, ମୋ ମନ କାହିଁ ଭାରି ଚଞ୍ଚଳ। ଆମେ କହିଲୁ, ମନ ସ୍ଥିର ହେବା ପାଇଁ, ମନର ଚଞ୍ଚଳତା ଦୂର ପାଇଁ ଆପଣ କେବେ ପ୍ରଚେଷ୍ଟା କରିଛନ୍ତି? କେବେ ଚେଷ୍ଟା କରିଛନ୍ତି? ସେ ବିଷୟରେ କେଉଁ କଲେଜରେ ଆଡ଼ମିସନ୍ କରିଛନ୍ତି? ସେ କୋର୍ସକୁ ଆପଣ କମ୍ପ୍ଲିଟ୍ କରିଛନ୍ତି? ନା ଏ ପାଠ କ'ଣ ପଢ଼ା ହୁଏ? ଆରେ ଏଇଟା କ'ଣ କି? ଏ ଆଶ୍ରମଟା ବା ଶୂନ୍ୟ କଲେଜ, ଶୂନ୍ୟ ୟୁନିଭର୍ସିଟି, ଏଠି ବା ପାଠ ପଢ଼ାଯାଏ। ଆପଣ ସେ ପାଠ କେବେ ପଢ଼ିଛନ୍ତି? ନା ଆପଣଙ୍କର ଏତେ ଲୋକ ଦୀକ୍ଷା ଗ୍ରହଣ କରିଛନ୍ତି, କାହିଁ ତାଙ୍କର ତ ଏ ସ୍ୱଭାବ ନାହିଁ? କହିଲେ, ଆରେ ବାଃ, ବଢ଼ିଆ ପ୍ରଶ୍ନ। ଏଇଭଳି ପ୍ରଶ୍ନ ପଚାରିଲେ ବାବାଙ୍କୁ ବହୁତ ଭଲ ଲାଗେ, ବହୁତ ଆନନ୍ଦ ଲାଗେ। କ'ଣ ନା ସେ ନାଁ ଲେଖିକି ଯାଇଛନ୍ତି, ଆଉ ସ୍କୁଲକୁ ଆସିନାହାନ୍ତି, କି ଆଉ ପାଠ ପଢ଼ିନାହାନ୍ତି, କି ସାର୍କୁ ଆଉ ଫିସ୍ ବି ଦେଇନାହାନ୍ତି। ନା କ'ଣ ହେଲା, ସେ ଆଉ ଆସିନାହାନ୍ତି? ବୋଲି କାହିଁ ଆସିବେ? କାହିଁ ପାଠ ପଢ଼ିବେ? ପାଠ ପଢ଼ିଲେ ପୁଣି ଅସୁବିଧା ହେବ ନା। ତାକୁ ଘରକୁ ନେଇକି ଗଲେ ଘରେ ବିଶୃଙ୍ଖଳା ହେବ, ଗଣ୍ଡଗୋଳ ହେବ। ସେଥିଲାଗି ଲାହିଡ଼ି ବାବା କହୁଥିଲେ, କ୍ରିୟାଯୁଗ ପରମ୍ପରାର ଗୁରୁମାନେ କହୁଥିଲେ, ଅଲଗା ସମ୍ପ୍ରଦାୟର ଗୁରୁମାନେ କହୁଥିଲେ, ଏଣ୍ଟାୟାର ପରିବାର ଗୋଟେ ଗୁରୁଙ୍କ ଠାରୁ ଦୀକ୍ଷିତ ହୁଅ, ଗୋଟେ ଗୁରୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅ। ଗୁରୁ ଯାହା କହିଲେ ତା ତୁମେ କର, ତାହେଲେ ତମ ଭିତରେ ଉତ୍ତମ ବୁଝାମଣା ରହିବ, ଶୃଙ୍ଖଳା ରହିବ, ଏବଂ ତୁମେ ସମସ୍ତେ ଆତ୍ମଜ୍ଞାନର ଅଧିକାରୀ ହେବ। ଯେଉଁ ଗୁରୁ ଆତ୍ମଜ୍ଞାନ କଥା କହୁନାହାନ୍ତି, ସେ କହିଲେ ତ ଭୁଲ ହେବ, ସେ ଗୁରୁ ପଦବାଚ୍ୟ ନୁହନ୍ତି। ସେ ଗୁରୁ ପଦବାଚ୍ୟ ନୁହନ୍ତି। ତେଣୁ ଆମର ସେଇଟା ଅଜ୍ଞାନତା। ଆମେ ଯେଉଁଠୁ ମନ୍ତ୍ର ଦୀକ୍ଷା ନେଲେ, ଆଜି ଜଣେ ମା ଆସିଥିଲେ, ସେ ବି ସତ୍ସଙ୍ଗ ଶୁଣିବେ, ଆଜି କି ଟାଇପର କଥା ବାବା କହୁଛନ୍ତି, ଆପଣମାନଙ୍କ ପାଇଁ କହୁଛନ୍ତି। ସେ କହିଲେ, ମୁଁ ଗୁରୁ ଗ୍ରହଣ କରିଛି। ବୋଲେ ଠିକ୍ ଅଛି, ସେଥିଲାଗି ଆପଣଙ୍କୁ ପ୍ରଣାମ। କିନ୍ତୁ କ'ଣ ଗୁରୁ ଦେଇଛନ୍ତି? ନା ମୁଁ କହିବି ନାହିଁ। ବୋଲେ, ଆରେ ଗୁରୁଙ୍କ ପାଖରେ ବସି ଆପଣ ଗୁରୁ ଏକଥା କହିବେ ନାହିଁ? ହଉ ଠିକ୍ ଅଛି, ଯଦି ଆପଣଙ୍କର ଇଚ୍ଛା ନ ହେଉଛି ଆପଣ କୁହନ୍ତୁ ନାହିଁ, ଯଦି ଇଚ୍ଛା ହେଉଛି କୁହନ୍ତୁ। ସେ କହିଲେ ଓಂ ଗୁରୁଦେବାୟ ନମଃ। ମୁଁ କହିଲି, ନା ନା, ଏଟା ଭୁଲ କହିଲେ। ଓಂ କ୍ଲିଂ ଗୁରୁଦେବାୟ ନମଃ। କହିଲେ, ହଁ ହଁ। କହିଲି, ଦେଖିଲେ, ଆପଣ କହିଲେ ବୋଲି ମୁଁ ଆପଣଙ୍କୁ ଠିକ୍ କରିଦେଲି, କରେକ୍ସନ୍ କରିଦେଲି ନା। ତାପରେ ଆଉ ସେ ଡରିଗଲେ, କହିଲେ, ଆମ ଗୁରୁ 8ଟା ମନ୍ତ୍ର ଦେଇଛନ୍ତି, ତା ଜପ କରିବାକୁ କହିଛନ୍ତି। ଦେଖନ୍ତୁ, ଏ କଥା କହିବାର ମୁଁ କାହାକୁ କ୍ରିଟିସାଇଜ୍ କରୁନାହିଁ, କାହାକୁ କମେଣ୍ଟ କରୁନାହିଁ। ଆପଣମାନଙ୍କର ଅଜ୍ଞାନତା, ଗୁରୁଙ୍କର କିଭଳି ଗୁରୁ ରୂପ ଧାରଣ କରୁଥିବା ବ୍ୟକ୍ତିଙ୍କର କି ଅଜ୍ଞାନତା। ସେଥିଲାଗି ଶାସ୍ତ୍ର ଲେଖା ହେଇଛି, ଗୁରୁଙ୍କୁ ପରୀକ୍ଷା କରି ଦୀକ୍ଷା ନିଅ। ଦୀକ୍ଷା ନେଲା ପରେ ଆଉ ଗୁରୁଙ୍କୁ ପରୀକ୍ଷା କର ନାହିଁ, କାରଣ ତୁମକୁ 84 ନରକ ଭୋଗ କରିବାକୁ ପଡ଼ିବ। ଆମ ଆଶ୍ରମରେ ବହୁତ ଲୋକ କହନ୍ତି, ବାବା କ୍ରିୟା ଯୋଗ ବିଷୟରେ କିଛି ଜାଣିନାହାନ୍ତି, ବାବା କୌଣସି ହାୟର କ୍ରିୟା ଜାଣିନାହାନ୍ତି, କୌଣସି ହାୟର କ୍ରିୟା ଅଭ୍ୟାସ କରିନାହାନ୍ତି। ଠିକ୍,
जड़े लोक आमको पचारे गोटे कथार गोटे कथा बाहर आप ईश्वर को देखी कहले हाँ से कहले आप ईश्वर को देखी ना कौन यू आर मैड पर्सन एबे कहले हाँ एबे कह नहीं मुझे कहीं हाँ कहली कहीं नहीं कहली आपण भितर विश्वास अच्छी ईश्वर को देखी ताले हाँ आपण भितर विश्वास नहीं मु भगवान को देखी नहीं ताले नहीं असुविधा कौन है हाँ मु देखी ना मु देखी नहीं तेणु यू चूज आपण चूज करी आपण आंसर आपण पातु जो देखी ताले देखी देखी नहीं ताले देखी नहीं तेणु मुझे केतोटी मंत्र देइचंती ना 8टी मंत्र देइचंती मुझे भगवान एक ना दुई ना भगवान एक ये कथा भीतर आप सुशिक्षा लाभ करंतु आपण भीतर भी ये प्रकार पागलामी सब अच्छी केटा मंत्र देइचंती ना 8टा मंत्र देइचंती मुझे 8टा मंत्र भगवान एक ना भगवान दुई ना भगवान एक भगवान का एड्रेस गोटाए ना दीटा ना गोटे बोले गोटे नाम धरी डाकिले आसबे ना 100टा नाम धरी आम डाकिबा 100टा नाम तांकरी गोटे नाम कहीं न डाकिबा केउ नाम धरी डाकिबी तुमको सबु नाम जे सर्वनाम जे तुमरी जदि आपण एक कथा जानी गोटे नामटा कहीं भजन करूना कबीर कहले एक साथ सब साथ सब जाओ केतबले कृष्ण केतबले राम केतबले जगन्नाथ केतबले हनुमान केतबले काली केतबले दुर्गा केतबले ग्राम देवती ना कि जड़े लोक राति रे जाऊले गोटे बाटरे कौन है कि भीषण मेघ पवन आसला से गोटे घर था से घरे आश्रय ने जोर जोरे मेघ पवन बढ़िबार लगिला जमती बढ़िबार लगिला हे कृष्ण रक्षा कर देखला मेघ पवन कमु नहीं हे जगन्नाथ रक्षा कर मेघ पवन कमु नहीं हे राम रक्षा कर मेघ पवन भी कमु नहीं हे हनुमान रक्षा कर मेघ पवन भी कमु नहीं हे सरला रक्षा कर मेघ पवन कमु नहीं हे दुर्गा रक्षा कर मेघ पवन बढ़ी बढ़ी चली एमती जिते ठाकुर ता मन भितर था समस्त डाकिला किसी मेघ पवन कमिला नहीं कौन कला लास्ट एते जोरे मेघ पवन है जे छाप उड़े कहला कौ ठाकुर ना मली 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 तेणु कथार कौन शिखिले ना मूलटी अटई विश्वास कही जगन्नाथ दास विश्वास बिना कर्म जेते फल न फले कदाचिते जही बुझिले तही से मूलटी विश्वास अटई कार ज्ञान कथा रहा वैराग्य कथा रहीगला तेणु कहीं आम भितर ज्ञान आसुने कारण ईश्वर प्रति बा भगवान प्रति बा परम पिता परम ब्रह्म प्रति आम मन श्रद्धा ना से लगी ज्ञान आसुना गोटे मोबाइल रे केते ऑप्शन केते प्रकार ये काले कौन जने लोक कहले बाबा अपन कॉन्फ्रेंस जानचंदी मुगली रे नाही नाही कॉन्फ्रेंस मु जानी नाही से किया पड़ो राजा की संध्या ठारू रब्बा बाहरिका तांकर सब तांको गुरुदेव कॉन्फ्रेंस करके क्लास करू सविता माटी के से विषय जानती मुगली व्हाट इज कॉन्फ्रेंस ना ओला बुका बाबा आपण कॉन्फ्रेंस कॉन्फ्रेंस आज कॉन्फ्रेंस शिखी देखा राति करवा कॉन्फ्रेंस सोटू ये कथार अर्थ कौन पे बाबा कहते ना कहते श्रद्धा नहीं बोली कॉन्फ्रेंस बाबा शिखिना श्रद्धा आसला कॉन्फ्रेंस उपरे ज्ञान लाभ कले तेणु भगवान उपरे आमर श्रद्धा नहीं बोली आमे भगवत ज्ञानर अधिकारी हो पारे कौटे कथा लिखा अच्छी ना गीतार लिखा अच्छी श्रद्धावान लभते ज्ञान तेणु श्रद्धा थबार कौन है ना आम ज्ञानर अधिकारी हेले
ज्ञान लाभे कौन हुए ना ज्ञान को लब्धा परांग शांति ज्ञान लाभ पर आम शांति पाऊ तत्पर संग जितेन्द्रिय तापर आम जितेन्द्रिय जितेन्द्रिय बोले समस्त इंद्रिय को आम जय करूँ